କୂଅରେ ପଡ଼ି ଷଣ୍ଢ ଆହତ ଉଦ୍ଧାର କଲେ ଦମକଳ ବାହିନୀ। ସୁକିନ୍ଦା ଥାନା ଲେମ୍ବୁ ପଞ୍ଚାୟତ ଜଡ଼ାପାଳ ଗ୍ରାମର ନରହରି ମହାନ୍ତଙ୍କ କୂଅରେ ବିଳମ୍ବିତ ରାତିରେ ଏକ ଷଣ୍ଢ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ସକାଳୁ କୂଅ ପାଖକୁ ଆସିବା ସମୟରେ ପରିବାର ଲୋକେ ଦେଖି ତୁରନ୍ତ ସୁକିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ଅଫିସର ରଜନୀକାନ୍ତ ସାମଲ ଏକ ସ୍ୱତନ୍ତ୍ର ଟିମ୍ ନେଇ ପହଞ୍ଚିଥିଲେ ନରହରି ମହାନ୍ତଙ୍କ ଘରେ ଆଉ ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ କୂଅ ମଧ୍ୟରୁ ସୁରକ୍ଷିତ ଭାବରେ ଷଣ୍ଢଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଥିଲା।